ସମସ୍ତଙ୍କୁ ସ୍ୱାଗତ। ପିଲାମାନେ କେମିତି ଅଛ? ଆଶା କରୁଛି ତୁମେମାନେ ଭଲରେ ଥିବ। ଆଜି ଆମେ ସପ୍ତମ ଶ୍ରେଣୀର ପାଣିପାଗକୁ ବୁଝିବା ଅଧ୍ୟାୟଟିକୁ ପଢିବା। ଏହି ଅଧ୍ୟାୟର ଅନେକ ଗୁଡ଼ିଏ ପାଠ ପୂର୍ବରୁ ତୁମେମାନେ ପଢି ସାରିଛ। ଆଜି ଆମେ ଆଉ ଏକ ନୂଆ ପାଠକୁ ନେଇ ଆଜି ଏଠାରେ ଉପସ୍ଥିତ ହୋଇଛି। ଆଜି ଆମେ ବହୁତ କିଛି ନୂଆ ନୂଆ ଜିନିଷ ଦେଖିବା, ନୂଆ ନୂଆ ଜିନିଷ ଶୁଣିବା। ମୁଁ ଆଶା କରୁଛି ତୁମେମାନେ ସେସବୁକୁ ଭଲ ଭାବରେ ଦେଖିବ, ଶୁଣିବ ଏବଂ ମନେ ରଖିବ। ତେବେ ଆମେ ପ୍ରଥମେ ତୁମେ ଯେଉଁ ପୁରୁଣା ପାଠ ଗୁଡାକ ପଢିଛ ସେ ବିଷୟରେ ଟିକେ ଆଲୋଚନା କରିବା। ଦେଖିବା ତମେ ସବୁ କେତେ ମନେ ରଖିଛ। ତାପରେ ଆଜିର ପାଠକୁ ଆମେ ବିସ୍ତୃତ ଭାବରେ ଆଲୋଚନା କରିବା। ତେବେ ଚାଲ କିଛି ପୁରୁଣା ପାଠକୁ ମନେ ପକାଇବା। ଆମେ ପୂର୍ବ ପାଠରୁ ଜାଣିଛେ ଯେ ପାଣିପାଗ କ'ଣ, ପାଣିପାଗର ବିଭିନ୍ନ ଉପାଦାନ ଯେପରି ବର୍ଷଣ, ପବନ, ତାପମାତ୍ରା, ଆର୍ଦ୍ରତା ଏବଂ ବାୟୁର ଚାପ। ତାପମାତ୍ରା କହିଲେ ବାୟୁମଣ୍ଡଳ କେତେ ଉଷ୍ଣ ବା ଶୀତଳ। ବର୍ଷଣ ଆକାଶରୁ ପଡୁଥିବା ଜଳର ବିଭିନ୍ନ ସ୍ୱରୂପ ଯଥା ବୃଷ୍ଟିପାତ, ତୁଷାରପାତ, ହିମ ମିଶ୍ରିତ ବୃଷ୍ଟି ବା କୁଆପଥର ବୃଷ୍ଟି ଇତ୍ୟାଦିକୁ ବର୍ଷଣ କହୁଛେ ଆମେ। ବାୟୁମଣ୍ଡଳୀୟ ଚାପ ଭୂପୃଷ୍ଠରେ ଅନୁଭୂତ ଆମ ଉପରେ ଥିବା ବାୟୁର ଓଜନ। ପବନ କହିଲେ କ'ଣ ବୁଝିଲ? ଗତିଶୀଳ ବାୟୁର ବେଗ ଓ ଦିଗ। ଏବଂ ଆର୍ଦ୍ରତା ହେଲା ବାୟୁମଣ୍ଡଳରେ ଉପସ୍ଥିତ ଥିବା ଜଳୀୟ ବାଷ୍ପର ପରିମାଣ। ଆମେ ଏହି ସବୁ ଜିନିଷ, ଏହି ଉପାଦାନ ଗୁଡ଼ିକୁ ପୂର୍ବ ପାଠ ଗୁଡ଼ିକରେ ଆଲୋଚନା କରିଛେ। ତେବେ ପାଣିପାଗର ପୂର୍ବାନୁମାନ କ'ଣ? କହିଲେ ଦେଖି, ପାଣିପାଗର ପୂର୍ବାନୁମାନ କହିଲେ ତମେ କ'ଣ ବୁଝୁଛ? ବାଃ, ବହୁତ ସୁନ୍ଦର। ପାଣିପାଗର ପୂର୍ବାନୁମାନ ହେଉଛି ଆଗାମୀ ଦିନର ତାପମାତ୍ରା, ବର୍ଷା, ପବନ ଓ ଝଡ଼ ଇତ୍ୟାଦିକୁ ବୈଜ୍ଞାନିକ ପ୍ରଣାଳୀରେ ଅନୁମାନ କରିବା। ତୁମେମାନେ ଦେଖିଥିବ, ତୁମେମାନେ ସ୍କୁଲ ଯିବା ପୂର୍ବରୁ କେବେ କେବେ ସାଙ୍ଗମାନେ କିମ୍ବା ମା ବାପା ମାନେ କୁହନ୍ତି, ରହିଯା କାଳେ ବର୍ଷା ହେବ। ସେ କେମିତି କହୁଛନ୍ତି? ଏହି ଜିନିଷଟାକୁ ପୂର୍ବାନୁମାନ କୁହାଯାଏ। ପୂର୍ବାନୁମାନକୁ ଆମେ 2-3ଟି ଭାଗରେ ବିଭକ୍ତ କରୁ। କେବେ କେବେ ଆମେ କହୁ ପ୍ରାକୃତିକ ଉପାୟରେ ପୂର୍ବାନୁମାନ ଏବଂ କେବେ କେବେ କହୁ ଆମେ ବୈଜ୍ଞାନିକ ପ୍ରଣାଳୀରେ ଅନୁମାନ କରିବା। ତେବେ ସେହି ପୂର୍ବାନୁମାନକୁ ନେଇକି ପାଣିପାଗ କେନ୍ଦ୍ର। ଏହି ପାଣିପାଗ କେନ୍ଦ୍ର କ'ଣ? ଏହା ଏମିତି ଏକ କେନ୍ଦ୍ର ଯେଉଁଠାରେ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଏ, ବିଶ୍ଳେଷଣ କରାଯାଏ ଏବଂ ପୂର୍ବାନୁମାନ ଦିଆଯାଇଥାଏ। ଗୋଟିଏ କେନ୍ଦ୍ର, ଗୋଟିଏ ଜାଗା ଯେଉଁଠାରେ ଆଗାମୀ ସୂଚନା ସବୁ ପାଇଥାନ୍ତି। ସେହି ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଯେପରି ଆଗକୁ ଖରା ହେବ ନା ବର୍ଷା ହେବ, ବାତ୍ୟା ହେବ, ଏହିସବୁ ଜିନିଷକୁ ଆକଳନ କରାଯାଏ, ବିଶ୍ଳେଷଣ କରାଯାଏ ଏବଂ ପୂର୍ବାନୁମାନ ଦିଆଯାଏ। ଏହି ଚିତ୍ରଟିକୁ ଲକ୍ଷ୍ୟ କର। ଏହି ଭିଡିଓରେ ତମେ ଦେଖୁଥିବ କିଛି ଯନ୍ତ୍ର ଗୋଟେ ଗୋଲ ଗୋଲ ହେଇ ବୁଲୁଛି। ଏହା ଏକ ପାଣିପାଗ କେନ୍ଦ୍ରର ଗୋଟେ ଯନ୍ତ୍ର ଯାହା ପୂର୍ବାନୁମାନ କରିବାରେ ସହାୟତା କରେ। ଏହି ପାଣିପାଗ କେନ୍ଦ୍ରର କିଛି ମୁଖ୍ୟ କାର୍ଯ୍ୟକୁ ଆଲୋଚନା କରିବା। ତୁମମାନେ ଭାବିଲ ଦେଖି, ମୁଖ୍ୟ କାର୍ଯ୍ୟ କ'ଣ କ'ଣ ହେଇଥିବ? ପାଣିପାଗ ତଥ୍ୟ ସଂଗ୍ରହ। ପାଣିପାଗର ଅନେକ ଗୁଡ଼ିଏ ତଥ୍ୟକୁ ସଂଗ୍ରହ କରିବାରେ ପାଣିପାଗ କେନ୍ଦ୍ର ସାହାଯ୍ୟ କରିଥାଏ। ବାତାବରଣର ବିଶ୍ଳେଷଣ। ଆମର ଯେଉଁ ବାତାବରଣ ଅଛି, ଆମର ଆଖ ଚାରିପାଖରେ ଯାହା ଦେଖୁଛ, ତାହା ଗରମ ଅନୁଭୂତ ହେଉଛି ନା ଶୀତ ଅଛି ନା ବର୍ଷା ଅଛି ନା ପବନ ଜୋରେ ହେଉଛି, ଏହି ସବୁର ବିଶ୍ଳେଷଣ ମଧ୍ୟ କରିଥାଏ। ଆଗାମୀ ପାଣିପାଗର ପୂର୍ବାନୁମାନ। ଆସନ୍ତା 2-4 ଘଣ୍ଟା ପରେ କ'ଣ ହେବ? 2 ଦିନ ପରେ ବାତ୍ୟା ଆସିବ ନା ଆସିବ ନାହିଁ? ଖରାର ମାନ କେତେ ବଢିବ? ଏହି ସବୁ ଜିନିଷ ତୁମେ ନ୍ୟୁଜରେ ମଧ୍ୟ ଶୁଣୁଥିବ। ସମାଚାର ଗୁଡ଼ିକରେ କୁହେ ଆଉ 2 ଦିନ ପରେ ବର୍ଷା ବହୁତ ଜୋର ହେବାକୁ ଯାଉଛି, ଏପ୍ରିଲ ମାସରେ ଅତ୍ୟଧିକ ଖରା ହେବାକୁ ଯାଉଛି। ଏହାକୁ ଆମେ ଆଗାମୀ ପାଣିପାଗର ପୂର୍ବାନୁମାନ ବୋଲି କହିଥାଉ। ଝଡ଼, ବାତ୍ୟା ଇତ୍ୟାଦି ପାଇଁ ସତର୍କତା ଜାରି କରେ। ଯେହେତୁ ଏହି ପାଣିପାଗ କେନ୍ଦ୍ର ଅନେକ ଗୁଡ଼ିଏ ତଥ୍ୟ ସଂଗ୍ରହ କରେ, ବିଶ୍ଳେଷଣ କରେ ଏବଂ ପୂର୍ବାନୁମାନ କରେ, ତେଣୁ ପାଣିପାଗ କେନ୍ଦ୍ର ଯେଉଁ ଝଡ଼ କିମ୍ବା ବାତ୍ୟା ଇତ୍ୟାଦି ଆଗକୁ ଆସିବାକୁ ଯାଉଛି ତା ପାଇଁ ଆମକୁ ସତର୍କତା ମଧ୍ୟ କରେଇଥାଏ। ଏବେ ଆସ ଦେଖିବା ସେହି ପାଣିପାଗରେ ବ୍ୟବହୃତ ହେଉଥିବା
କିଛି ଉପକରଣ ଯାହା ପୂର୍ବାନୁମାନରେ ସାହାଯ୍ୟ କରେ। ପ୍ରଥମଟି ହେଉଛି ବାରୋମିଟର। ବାରୋମିଟର ଯାହା ବାୟୁର ଚାପ ମାପ କରେ। ଆମେ ଏହାକୁ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବରେ ଆଲୋଚନା କରିବା। ଏବେ ଦ୍ୱିତୀୟଟିକୁ ଦେଖିବା, ଆନିମୋମିଟର। ଆନିମୋମିଟର ହେଉଛି ଏକ ଯନ୍ତ୍ର ଯାହା ପବନର ବେଗ ମାପ କରେ। ତୃତୀୟଟି ହେଉଛି ହାଇଗ୍ରୋମିଟର। ହାଇଗ୍ରୋମିଟର ଆର୍ଦ୍ରତାକୁ ମାପ କରେ। ଏବଂ ଶେଷରେ ଅଛି ରେନ୍ ଗଜ୍। ରେନ୍ ଗଜ୍ ବର୍ଷାର ପରିମାଣ ମାପିବା ପାଇଁ ବ୍ୟବହାର ହେଉଥିବା ଏକ ଯନ୍ତ୍ର। ଏବେ ଆମେ ଏହି ଚାରିଗୋଟିକୁ ବିସ୍ତୃତ ଭାବରେ ଆଲୋଚନା କରିବା। ପ୍ରଥମେ ଆସିଲା ବାରୋମିଟର। ଆମେ କହୁଥିଲେ ବାରୋମିଟର ଏକ ଯନ୍ତ୍ର ଯାହା ବାୟୁର ଚାପ ମାପ କରେ। ଏହା ବାୟୁମଣ୍ଡଳୀୟ ଚାପ ବା ଯାହାକୁ ଆମେ ଇଂରାଜୀରେ ଏୟାର ପ୍ରେସର ବୋଲି ମଧ୍ୟ କହିଥାଉ। ବାରୋମିଟର ତାକୁ ମାପିଥାଏ। ବାୟୁ ଚାପର ହ୍ରାସ ବା ବୃଦ୍ଧିରୁ ଝଡ଼ କିମ୍ବା ନିର୍ମଳ ଆକାଶର ପୂର୍ବାନୁମାନ କରାଯାଇଥାଏ। ଏବେ ଆସ ଦେଖିବା ସେହି ବାରୋମିଟରର ଏକ ଭିଡିଓ। ତୁମେ ଦେଖିପାରୁଥିବ ଏକ ଯନ୍ତ୍ର ଯେଉଁଥିରେ ଗୋଟେ ମିଟର ସଦୃଶ ଦେଖାଯାଉଛି ଏବଂ ଗୋଟେ କଣ୍ଟାଟି ହଲୁଥିବାର ଦୃଶ୍ୟ ମଧ୍ୟ ଦେଖୁଥିବ। ଏହା ପ୍ରେସରକୁ ଦେଖାଉଛି, ଚାପ ବର୍ତ୍ତମାନ ଯାହା 50ରେ ତୁମକୁ ଦେଖି ପାରୁଥିବ। ବର୍ତ୍ତମାନ ତାର ପ୍ରେସର ଅଛି 50। ଏବେ ଆମେ ଦେଖିବା ଆନିମୋମିଟର। ଆନିମୋମିଟର ଏକ ଯନ୍ତ୍ର ଯାହା ପବନର ବେଗ ମାପ କରେ। ଏହି ଯନ୍ତ୍ର ପବନର ବେଗ ମାପ କରେ ଏବଂ ଏଥିରେ ଥିବା କପ୍ ଗୁଡ଼ିକ ପବନରେ ଘୁରିବା ଦ୍ୱାରା ବେଗ ଜଣା ପଡ଼ିଥାଏ। ଆମେ ସେହି ଭିଡିଓଟିକୁ ଦେଖିବା ଯେଉଁଥିରେ ଆନିମୋମିଟରକୁ ଭଲ ଭାବରେ ବୁଝିପାରିବା। ଦେଖ, ଏହି ଭିଡିଓଟି ହେଉଛି ଆନିମୋମିଟର। ତଳେ କପ୍ ସଦୃଶ 3 ଗୋଟି କପ୍ ଘୁରୁଛି। ଏହା ପବନର ଦିଗକୁ ସୂଚାଉଛି। ଏହି ଯନ୍ତ୍ର ଦ୍ୱାରା ପବନର ଦିଗ ଏବଂ ବେଗକୁ ଆମେ ମାପିଥାଉ, ତାହା କେତେ ଜୋର କିମ୍ବା କେତେ କମ୍ ଅଛି। ଏବେ ଆମେ ହାଇଗ୍ରୋମିଟର ବିଷୟରେ ଆଲୋଚନା କରିବା। ହାଇଗ୍ରୋମିଟର ପାଣିପାଗ ପୂର୍ବାନୁମାନରେ ବ୍ୟବହୃତ ହେଉଥିବା ଆଉ ଏକ ଉପକରଣ ଯାହା ଆର୍ଦ୍ରତାକୁ ମାପ କରେ। ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ବା ଇଂରାଜୀରେ ଆମେ ତାକୁ ହ୍ୟୁମିଡିଟି ମଧ୍ୟ କହିଥାଉ ବା ଜଳୀୟ ବାଷ୍ପ, ତାହାର ପରିମାଣ ମାପିବା ପାଇଁ ଏହି ହାଇଗ୍ରୋମିଟରକୁ ବ୍ୟବହାର କରାଯାଏ। ଆମେ ଯେତେବେଳେ ସମୁଦ୍ର କୂଳରେ ଥାଉ କିମ୍ବା ସମୁଦ୍ର କୂଳ ଅଞ୍ଚଳରେ ଥାଉ, ତୁମେମାନେ ଲକ୍ଷ୍ୟ କରିଥିବ ଗରମ ଦିନରେ ଆମ ଦେହ ଚିପ୍ ଚିପ୍ କରେ, ଝାଳ ଅଠାଳିଆ ପରି ଲାଗେ। ତାହା ହ୍ୟୁମିଡିଟିର ଗୋଟିଏ ଉଦାହରଣ, ଯୋଉଟାକୁ ଆମେ ନିଜେ ନିଜ ଦେହରେ ଅନୁଭବ କରିଥାଉ। ଏହି ହ୍ୟୁମିଡିଟି ବା ଆର୍ଦ୍ରତାକୁ ମାପିବା ପାଇଁ ହାଇଗ୍ରୋମିଟର ବ୍ୟବହାର କରାଯାଏ। ଏବେ ଚାଲ ହାଇଗ୍ରୋମିଟରକୁ ଦେଖିବା। ଦେଖିପାରୁଥିବ ଗୋଟେ ଯନ୍ତ୍ର ଯେଉଁଥିରେ ମିଟର କଣ୍ଟାଟି 20ରୁ ଆରମ୍ଭ ହୋଇ 100 ପର୍ଯ୍ୟନ୍ତ ଯାଉଛି। ଏହା ସେହି ଆର୍ଦ୍ରତାର ପରିମାଣକୁ ସୂଚାଇଥାଏ। ଏହାକୁ ହାଇଗ୍ରୋମିଟର କୁହାଯାଏ। ଏବେ ଆମେ ଆଲୋଚନା କରିବା ରେନ୍ ଗଜ୍ ବିଷୟରେ। ରେନ୍ ମାନେ ବର୍ଷା, ତେଣୁ ରେନ୍ ଗଜ୍ ବର୍ଷାର ପରିମାଣ ମାପିବା ପାଇଁ ବ୍ୟବହାର ହେଉଥିବା ଅନ୍ୟ ଏକ ଯନ୍ତ୍ର। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେତେ ପରିମାଣର ବର୍ଷା ହୋଇଛି ତାହା ଏହି ଯନ୍ତ୍ର ସାହାଯ୍ୟରେ ମିଲିମିଟର କିମ୍ବା ଇଞ୍ଚରେ ମାପ କରାଯାଇଥାଏ। ତୁମେମାନେ କେବେ କେବେ ସମାଚାରରେ ଶୁଣୁଥିବ ଆଜି 100 ମିଲିମିଟର ବର୍ଷା ହୋଇଛି, ଆଜି ବହୁତ ଜୋର ବର୍ଷା ହୋଇଛି, 225 ମିଲିମିଟର ବର୍ଷା ହୋଇଛି। ତେବେ ସେଇ ଯେଉଁ ସମାଚାର ଏହି ରେନ୍ ଗଜ୍ର ଏକ ପରିମାଣ, ଯେଉଁଥିରେ କି ରେନ୍ ଗଜ୍ ଦ୍ୱାରା ସେହି ମିଲିମିଟର କିମ୍ବା ଇଞ୍ଚରେ ବର୍ଷାର ପରିମାଣଟାକୁ ମାପ କରାଯାଏ। ଏବେ ଦେଖିପାରୁଥିବ ସେହି ଚିତ୍ର, ଗୋଟିଏ ବଗିଚାରେ ଗୋଟେ ରେନ୍ ଗଜ୍ ଲାଗିଛି, ଯେଉଁଥିରେ କାଚ ନଳୀ ସଦୃଶ ଦେଖାଯାଉଥିବ। 0ରୁ ଆରମ୍ଭ କରି 60 ପର୍ଯ୍ୟନ୍ତ ତୁମେମାନେ ମିଟରଟିକୁ ଦେଖିପାରୁଥିବ, ଯାହାକି ମିଲିମିଟରରେ ଲେଖାଯାଇଅଛି ଏବଂ କିଛି ପାଣି ମଧ୍ୟ ସେଥିରେ ଅଛି, ବର୍ଷା ଜଳ ସଂଗ୍ରହ କରାଯାଇଛି। ପାଖାପାଖି 20ରୁ 30 ମଧ୍ୟରେ
ବର୍ଷା ଜଳ ସଂଗୃହୀତ କରାଯାଇଛି। ତାର ଅର୍ଥ ହେଲା 20 ରୁ 30 ମିଲିମିଟର ବର୍ଷା କିମ୍ବା ବୃଷ୍ଟିପାତ ହୋଇଛି। ଏବେ ଆମେ ଦେଖିବା ଉପଗ୍ରହ। ଉପଗ୍ରହ କଣ? ଉପଗ୍ରହ ଏକ ଉପକରଣ ଯାହା ମହାକାଶରୁ ମେଘ ଏବଂ ଝଡ଼ ପର୍ଯ୍ୟବେକ୍ଷଣ କରିଥାଏ। ମହାକାଶରୁ ପୃଥିବୀର ବାୟୁମଣ୍ଡଳର ଫଟୋ ନେଇ ବଡ଼ ଧରଣର ପରିବର୍ତ୍ତନ ଉପରେ ନଜର ରଖେ। ଦେଖିପାରୁଥିବ ତମେ ସେହି ଭିଡିଓଟିକୁ। ଏହା ଏକ ଉପଗ୍ରହର ଚିତ୍ର କିମ୍ବା ଭିଡିଓ, ଯେଉଁଥିରେ ଗୋଟେ ଉପଗ୍ରହ ପୃଥିବୀ ଚାରିପଟେ ଘୁରୁଛି। ଏହି ଉପଗ୍ରହ ବାୟୁମଣ୍ଡଳର ଚିତ୍ର ଉତ୍କଳନ କରି ଆଗାମୀ ସୂଚନା ଦେଇଥାଏ। ଆଗକୁ ବର୍ଷା ହେବ ନା ବାତ୍ୟା ହେବ ନା ଖରା ହେବ। ଏବେ ଆମେ କିଛି ପ୍ରଣାଳୀକୁ ଦେଖିବା, ଯାହା ପାଣିପାଗ ପୂର୍ବାନୁମାନରେ ବ୍ୟବହାର କରାଯାଏ। ପ୍ରଥମ ପ୍ରଣାଳୀ ହେଉଛି ରାଡାର ପ୍ରଣାଳୀ। ଦ୍ୱିତୀୟଟି ହେଉଛି ୱେଦର ବେଲୁନ। ତୃତୀୟଟି ହେଉଛି କମ୍ପ୍ୟୁଟର ମଡେଲ ଏବଂ ଚତୁର୍ଥଟି ହେଉଛି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର। ଏହି 4 ଗୋଟି ପ୍ରଣାଳୀ ପାଣିପାଗର ପୂର୍ବାନୁମାନରେ ବ୍ୟବହାର କରାଯାଏ। ଆମେ ଏହି ସବୁକୁ ଗୋଟି ଗୋଟି କରି ବିସ୍ତୃତ ଭାବରେ ଆଲୋଚନା କରିବା। ତେବେ ଚାଲ ପ୍ରଥମଟିକୁ ଦେଖିବା। ପ୍ରଥମଟି କଣ ଅଛି? ହଁ, ରାଡାର ପ୍ରଣାଳୀ। ରାଡାର କହିଲେ ତମେ କଣ ବୁଝୁଛ ପିଲାମାନେ? ରାଡାର ପ୍ରଣାଳୀ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ବାୟୁମଣ୍ଡଳରେ ମେଘର ଉପସ୍ଥିତି, ବର୍ଷାର ପରିମାଣ ଏବଂ ପବନର ଗତିକୁ ସଠିକ ଭାବେ ଚିହ୍ନଟ କରିଥାଏ। ଏହା ବିଶେଷ କରି ବାତ୍ୟା କିମ୍ବା କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ୱଳ୍ପ ସମୟ ପୂର୍ବରୁ ସୂଚନା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଡାର ଦ୍ୱାରା ଏକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମେଘର ଉପସ୍ଥିତି ଗୁଡାକୁ, ବର୍ଷାର ପରିମାଣ କିମ୍ବା ଆଗକୁ କେତେ ଜୋର ବର୍ଷା ପବନ ହେବ, କାଳବୈଶାଖୀ ହେବ, କିଛି ଘଣ୍ଟା ପୂର୍ବରୁ ଆମେ ପାଇଥାଉ। ଯେମିତିକି ଆଜି ସନ୍ଧ୍ୟାରେ ସମାଚାରରେ ଆମେ ପାଇବା, ଆଜି ରାତି 10ଟାରେ କାଳବୈଶାଖୀ ହେବାକୁ ଯାଉଛି। ଏହା ଏହି ରାଡାର ପ୍ରଣାଳୀ ଯୋଗୁଁ ସମ୍ଭବପର ହୋଇଥାଏ। ଦେଖିପାରୁଥିବ ସେହି ରାଡାର ପ୍ରଣାଳୀର ଗୋଟିଏ ଚିତ୍ର, ଯେଉଁଥିରେ ରାଡାରଟି ଲାଗିଛି। ଏହା ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ। ଏବେ ଆମେ ଦ୍ୱିତୀୟ ପ୍ରଣାଳୀକୁ ଆଲୋଚନା କରିବା, ୱେଦର ବେଲୁନ। କଣ ହେଇଥିବ ୱେଦର ବେଲୁନ? ଭାବିକି ଦେଖ। ହଁ, ୱେଦର ବେଲୁନ ବାୟୁମଣ୍ଡଳର ଉପରି ଭାଗରୁ ତାପମାତ୍ରା, ଚାପ ଏବଂ ଆର୍ଦ୍ରତା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରେ। ବେଲୁନ ସଦୃଶ ଥିବ। ବେଲୁନ ଜାଣିଛ ନା ପିଲାମାନେ? ହଁ, ଆମେ ଜନ୍ମଦିନରେ କିମ୍ବା କୌଣସି ଫଙ୍କସନରେ ବେଲୁନ ଫୁଲେଇଥାଉ। ସେହି ବେଲୁନ ଭଳି ପ୍ରାକୃତିର ବେଲୁନ, ବଡ ବେଲୁନ ବାୟୁମଣ୍ଡଳକୁ ଯାଇ ତାର ଉପରି ଭାଗରୁ ଏସବୁ ଜିନିଷର ତଥ୍ୟ ସଂଗ୍ରହ କରିଥାଏ। ଏଥିରେ ଥିବା ରେଡିଓ ସାଉଣ୍ଡ ଯନ୍ତ୍ରଟି ସଂଗୃହୀତ ସୂଚନାକୁ ରେଡିଓ ତରଙ୍ଗ ମାଧ୍ୟମରେ ପାଣିପାଗ କେନ୍ଦ୍ରକୁ ପଠାଇଥାଏ, ଯାହା ବାତ୍ୟା ଓ ବର୍ଷାର ସଠିକ ପୂର୍ବାନୁମାନ ପାଇଁ ଅତ୍ୟନ୍ତ ଜରୁରୀ। ଦେଖିପାରୁଥିବ 2 ଜଣ ବୈଜ୍ଞାନିକ କିପରି ଏକ ୱେଦର ବେଲୁନକୁ ଉପରକୁ ଛାଡୁଛନ୍ତି। ଏହା ପୂର୍ବାନୁମାନରେ ସହାୟକ ହୋଇଥାଏ। ଏବେ ଆମେ ଦେଖିବା କମ୍ପ୍ୟୁଟର ମଡେଲ ବିଷୟରେ। କମ୍ପ୍ୟୁଟର ମଡେଲ, ଯେଉଁଥିରେ ସୁପର କମ୍ପ୍ୟୁଟର ସାହାଯ୍ୟରେ ବାୟୁମଣ୍ଡଳର ଜଟିଳ ଗାଣିତିକ ସମୀକରଣ ଗୁଡ଼ିକୁ ସମାଧାନ କରାଯାଏ। ଏହି ମଡେଲ ଗୁଡ଼ିକ ବାୟୁମଣ୍ଡଳକୁ ଏକ ତ୍ରିମାତ୍ରିକ ଗ୍ରିଡରେ ବିଭକ୍ତ କରି ତାପମାତ୍ରା, ବାୟୁଚାପ ଏବଂ ପବନର ଗତିକୁ ବିଶ୍ଳେଷଣ କରି ଆଗାମୀ ସମୟର ପାଣିପାଗ ସୂଚନା ପ୍ରଦାନ କରନ୍ତି। ତୁମେମାନେ ଦେଖିପାରୁଥିବ କିଛି ସୁପର କମ୍ପ୍ୟୁଟର ସାହାଯ୍ୟରେ ସେହି କମ୍ପ୍ୟୁଟର ମଡେଲ, ଯାହା ପାଣିପାଗର ପୂର୍ବାନୁମାନ କରିଥାଏ। ଏବେ ଆମେ ଦେଖିବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର। ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ବିନା ମନୁଷ୍ୟ ସହାୟତାରେ ବାୟୁମଣ୍ଡଳର ତାପମାତ୍ରା, ବର୍ଷା ଏବଂ ପବନର ବେଗ ପରି ତଥ୍ୟ ଗୁଡ଼ିକୁ ନିଜେ ନିଜେ ସଂଗ୍ରହ କରିଥାଏ। ସ୍ୱୟଂଚାଳିତ କହିଲେ କଣ ବୁଝୁଛ? ଯେ ନିଜକୁ ନିଜେ
ଚଲେଇ ପାରୁଥିବ। ଏହି କେନ୍ଦ୍ରଗୁଡ଼ିକ ଦୁର୍ଗମ ଅଞ୍ଚଳରେ ପାଣିପାଗ ଉପରେ ନଜର ରଖିବା ସହ ସଠିକ ପୂର୍ବାନୁମାନ ପାଇଁ ତଥ୍ୟକୁ ସିଧାସଳଖ ଉପଗ୍ରହ ମାଧ୍ୟମରେ କେନ୍ଦ୍ରୀୟ ସର୍ଭରକୁ ପଠାଇଥାନ୍ତି, ଯାହାଦ୍ୱାରା ବିନା ମଣିଷ ବିନା ଲୋକମାନଙ୍କର ସାହାଯ୍ୟ ଦ୍ୱାରା ସେ ପାଣିପାଗର ପୂର୍ବାନୁମାନ କରିଥାଏ। ଦେଖିପାରୁଥିବ ଯନ୍ତ୍ର ଗୁଡାକ ଲାଗିଛି, ଯାହା ନିଜକୁ ନିଜେ ଚାଳନା କରି ପାଣିପାଗର ପୂର୍ବାନୁମାନ କରିପାରୁଛି। ଏବେ ଆମେ ଚାଲ ଆଲୋଚନା କରିବା ସେହି ପାଣିପାଗ ପୂର୍ବାନୁମାନର ଗୁରୁତ୍ୱ ବିଷୟରେ। ଆମେ ଦେଖିଲେ ପାଣିପାଗ କଣ, ପାଣିପାଗର ପୂର୍ବାନୁମାନ କଣ, କିନ୍ତୁ ଆଲୋଚନା କରିବା କଣ ପାଇଁ ଆମେ ଏହି ପୂର୍ବାନୁମାନ କରୁଛେ। କହିଲ ଦେଖି, ତୁମ ପାଇଁ ଗୁରୁତ୍ୱ ଅଛି କି ପୂର୍ବାନୁମାନର? ହଁ, ଅନେକ ଗୁଡ଼ିଏ ଗୁରୁତ୍ୱ ଅଛି। ପ୍ରଥମଟି ହେଉଛି କୃଷକମାନେ ଚାଷ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ଜଣେ କୃଷକ ଚାଷ କରିବା ପୂର୍ବରୁ ଆଗକୁ ବାତ୍ୟା ଅଛି, ନା ବନ୍ୟା ହେବ, ନା ଅତ୍ୟଧିକ ଖରା ହେଇ ଫସଲ ନଷ୍ଟ ହେବ, ଏହି ସବୁ ଜିନିଷ ଜାଣିପାରିଲେ ତାର ଫସଲ ଉପଯୋଗୀ ଚାଷ ସେ କରିପାରିବ। ବିମାନ ଓ ଜାହାଜ ଚାଳନାରେ ମଧ୍ୟ ସହଯୋଗ ହେଇପାରିବ। ଜାହାଜ ସମୁଦ୍ରରେ ଯାଉ କିମ୍ବା ବିମାନଟି ଆକାଶ ପଥରେ ଯାଉ, ଯଦି ପାଣିପାଗ ଠିକ ନଥିବ ତାହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଧନଜୀବନ ମଧ୍ୟ ନଷ୍ଟ ହେବାର ଆଶଙ୍କା ଥାଏ। ତେଣୁ ଏହା ପାଇଁ ପାଣିପାଗର ପୂର୍ବାନୁମାନ ଅନେକ ଗୁରୁତ୍ୱ ବହନ କରେ। ପ୍ରାକୃତିକ ବିପଦ ପାଇଁ ସତର୍କତା। ଅନେକ ଗୁଡ଼ିଏ ପ୍ରାକୃତିକ ବିପଦ, ବନ୍ୟା, ବାତ୍ୟା ଆମେ ଶୁଣିଥିବା 2018-19 ମସିହାରେ ଫନି ଭଳି, ହୁଡହୁଡ ଭଳି ଅନେକ ଗୁଡ଼ିଏ ବାତ୍ୟା ଓଡ଼ିଶାକୁ ଆସିଥାଏ। ତେଣୁ ସେହି ପ୍ରାକୃତିକ ବିପଦକୁ ଯଦି ଆମେ ଆଗରୁ ପୂର୍ବାନୁମାନ କରିପାରିବା ତାହେଲେ ଆମେ ସତର୍କତା ଅବଲମ୍ବନ କରିପାରିବା। ପ୍ରଥମଟିକୁ ଆଲୋଚନା କରିବା। କୃଷକମାନେ ଚାଷ କାର୍ଯ୍ୟ ପାଇଁ ନିଜକୁ କିପରି ପ୍ରସ୍ତୁତ କରନ୍ତି। ଏହି ପାଣିପାଗର ପୂର୍ବାନୁମାନ ହେଲେ ବିହନ ବୁଣିବା, ସାର ପ୍ରୟୋଗ କରିବା ଏବଂ ଫସଲ ଅମଳ କରିବା ପାଇଁ ସଠିକ ସମୟକୁ ସେମାନେ ନିର୍ଦ୍ଧାରଣ କରିପାରନ୍ତି। ଏହା ସମ୍ଭାବ୍ୟ ବାତ୍ୟା କିମ୍ବା ଅତ୍ୟଧିକ ବର୍ଷାର ପୂର୍ବ ସୂଚନା ଦେଇ କୃଷିଜାତ ଦ୍ରବ୍ୟକୁ କ୍ଷୟକ୍ଷତିରୁ ରକ୍ଷା କରିବା ପାଇଁ ମଧ୍ୟ ସେମାନଙ୍କୁ ପ୍ରସ୍ତୁତ କରିଥାଏ। ଦେଖିପାରୁଥିବ ଗୋଟିଏ ଚାଷୀ ଭାଇ ଠିକ ପୂର୍ବାନୁମାନ ପାଇ ବର୍ତ୍ତମାନ କୀଟନାଶକ ସିଞ୍ଚନ କରୁଛନ୍ତି। ତେଣୁ ପୂର୍ବାନୁମାନ ଚାଷୀକୁ ବହୁତ ଉପଯୋଗୀ ହୋଇଥାଏ। ବିମାନ ଓ ଜାହାଜ ଚଳାଚଳରେ ସହଯୋଗ। ପାଣିପାଗ ପୂର୍ବାନୁମାନ ଦ୍ୱାରା ବିମାନ ଓ ଜାହାଜ ଚଳାଚଳକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆଗାମୀ ଝଡ଼, ବାତ୍ୟା କିମ୍ବା ଖରାପ ପାଣିପାଗ ବିଷୟରେ ପାଇଲଟ କିମ୍ବା ନାବିକମାନଙ୍କୁ ସତର୍କ କରାଇ ଦୁର୍ଘଟଣା ଏଡ଼ାଇବାରେ ସାହାଯ୍ୟ କରେ। ଦେଖିପାରୁଥିବ ଗୋଟିଏ ଏରୋପ୍ଲେନର ଉଡ଼ିବାର ଦୃଶ୍ୟ। ସେ ଆଗକୁ କିପରି ସୁରକ୍ଷିତ ଭାବରେ ଉଡ଼ିପାରିବ, ସେହି ସମୟ ପାଇଁ ପାଣିପାଗର ପୂର୍ବାନୁମାନର ବହୁତ ଗୁରୁତ୍ୱ ରହିଛି। ଏବଂ ଏଠାରେ ଦେଖିପାରୁଥିବ ଗୋଟିଏ ଜାହାଜ ସମୁଦ୍ର ଭିତରେ ଗତି କରୁଛି। ସମୁଦ୍ରରେ ଝଡ଼, ବାତ୍ୟା ଆସିବା ପୂର୍ବରୁ ସେ ନାବିକମାନଙ୍କୁ ଅବଗତ କରାଇଲେ ସେମାନେ ସେଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି। ପ୍ରାକୃତିକ ବିପଦ ପାଇଁ ସତର୍କତା। ଆମେ ଆଲୋଚନା କରୁଥିଲେ କିଛି ବନ୍ୟା କିମ୍ବା ବାତ୍ୟା ଆସିବା ପୂର୍ବରୁ ଆମକୁ ସରକାର ସମାଚାର ମାଧ୍ୟମରେ ସତର୍କ କରାଇଥାନ୍ତି। ଅନେକ ଗୁଡ଼ିଏ ଧନଜୀବନ ନଷ୍ଟ ହେବାରୁ ମଧ୍ୟ ରକ୍ଷା କରିଥାନ୍ତି। ପାଣିପାଗର ପୂର୍ବାନୁମାନ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ପୂର୍ବରୁ ସତର୍କ ସୂଚନା ପ୍ରଦାନ କରେ। ପ୍ରଶାସନ ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ଦେଇଥାଏ, ଯାହାଦ୍ୱାରା ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତିକୁ ଅଟକା ଯାଇପାରେ। ଦେଖିପାରୁଥିବ ସମୁଦ୍ରରେ ଗୋଟେ ଚିତ୍ର, ଆମେ କହୁ ସମାଚାରରେ ଦେଖିଥିବା ଆଖି, କିଛି ବାତ୍ୟାର ଆଖି ସୃଷ୍ଟି ହୋଇଛି। ତ ଏହାର ପୂର୍ବାନୁମାନ କରି କେଉଁ ଦିଗକୁ ଯିବ, କେତେ ପରିମାଣରେ ପବନ ବହିବ ମଧ୍ୟ ଆକଳନ କରାଯାଏ। ଏହି ଚିତ୍ରଟିକୁ ଦେଖ, ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବାର ଚିତ୍ର। ତେଣୁ ଏହି ସବୁ ଅନୁମାନ କଲେ ଆମେ ସତର୍କ କରାଇ ପାରିବା ଲୋକମାନଙ୍କୁ। ଏହି ପାଣିପାଗ ପୂର୍ବାନୁମାନ ଆମ ଜୀବନକୁ କିପରି ପ୍ରଭାବିତ କରେ, ତେବେ ଚାଲ ଦେଖିବା ଏହା କିପରି ପ୍ରଭାବିତ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରଭାବିତ କରେ। ଘୂର୍ଣ୍ଣିଝଡ଼ କିମ୍ବା ପ୍ରବଳ ବର୍ଷା ପାଇଁ ପୂର୍ବ ପ୍ରସ୍ତୁତି ଏବଂ ଧନଜୀବନ ରକ୍ଷାରେ
ସାହାଯ୍ୟ କରିଥାଏ। କୃଷି ଏବଂ ଚାଷ କାର୍ଯ୍ୟ ଯାହା ଆମେ ଆଲୋଚନା କରୁଥିଲେ, କୃଷକମାନଙ୍କୁ ପାଣିପାଗ ଅନୁଯାୟୀ ପୂର୍ବାନୁମାନର ସୂଚନା ଦେଇ ତାଙ୍କୁ ଯୋଜନା ଅନୁସାରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ତୃତୀୟଟି ହେଉଛି ପରିବହନ ଏବଂ ଯାତାୟାତ। ଆମେ କଥା ହେଉଥିଲେ ଆକାଶ ପଥରେ ଯାତାୟାତ ହେଉ କିମ୍ବା ପାଣି ପଥରେ ଯାତାୟାତ ହେଉ, ତାହା ନାବିକ କିମ୍ବା ପାଇଲଟ ମାନଙ୍କୁ ସତର୍କ ସୂଚନା ଦେଇ ଧନଜୀବନକୁ ରକ୍ଷା କରିଥାଏ। ଏବଂ ଶେଷରେ ଅଛି ଦୈନନ୍ଦିନ ଜୀବନଯାପନ। ଏହାକୁ ତମେ ଠିକ ଭାବରେ ବୁଝିପାରୁଥିବ, ହଁ ନା ନାହିଁ? ଯେତେବେଳେ ବାତ୍ୟା କିମ୍ବା ବର୍ଷା କିମ୍ବା ଝଡଝଞ୍ଜା ଆସେ, ଆମେ ସତର୍କ ସୂଚନା ପାଇ ବାପା ମା ଆମକୁ କୁହନ୍ତି ବର୍ଷା ଜୋର ହେବାକୁ ଅଛି, ବାହାରକୁ ଯାଅ ନାହିଁ। ଜୋରରେ ପବନ ବହୁଛି, ବାତ୍ୟା ଆସିବ, ବାହାରକୁ ଗଲେ ଗଛ ଡାଳ ଭାଙ୍ଗି ଦେହରେ ପଡିପାରେ। ତେଣୁ ଆମେ ଦୈନନ୍ଦିନ ଜୀବନ ଯାପନରେ ମଧ୍ୟ ଏହାକୁ ପାଇ ନିଜକୁ ସତର୍କ କରିଥାଉ। ଏବେ ଆମେ ଚାଲ ଶେଷ ପର୍ଯ୍ୟାୟକୁ ଯିବା। ଆମ ପାଣିପାଗ କେନ୍ଦ୍ର। ଭାରତରେ ପାଣିପାଗ ପୂର୍ବାନୁମାନ ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କିମ୍ବା ତାକୁ ଆମେ ଇଂରାଜୀରେ IMD କହୁ, ଯାହା ଭାରତରେ କାମ କରେ। ସେହିପରି ଆମ ରାଜ୍ୟରେ ମଧ୍ୟ ଏକ ପାଣିପାଗ କେନ୍ଦ୍ର ଅଛି, ଯାହାର ନାମ ହେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର। 1973 ମସିହାରେ ଏହାର ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହାର ମୁଖ୍ୟ ହେଉଛନ୍ତି ଡକ୍ଟର ମନୋରମା ମହାନ୍ତି। ତେବେ ଚାଲ ଆମେ ଗୋଟେ ଚିତ୍ର ଦେଖିବା, ସେଇ ପାଣିପାଗ କେନ୍ଦ୍ର କିପରି ଦେଖାଯାଏ। ତୁମେ ଦେଖିପାରୁଥିବ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଗୋଟେ ଚିତ୍ର, ଯେଉଁଥିରେ ଅନେକ ବୈଜ୍ଞାନିକ ମାନେ କମ୍ପ୍ୟୁଟର ସାମ୍ନାରେ ବସି ସେଇ ପାଣିପାଗର ପୂର୍ବାନୁମାନ କରୁଛନ୍ତି। ତେବେ ଚାଲ ଆମେ କିଛି କଥାବାର୍ତ୍ତା ହେବା। କହିଲ ପିଲେ, ଆମ ଭାରତରେ ଥିବା ପାଣିପାଗ କେନ୍ଦ୍ରର ନାମ କଣ? କିଏ କହିବ? ହଁ, ବହୁତ ସୁନ୍ଦର, ଭାରତୀୟ ପାଣିପାଗ ବିଭାଗ IMD। ତେବେ ଚାଲିଲ ଆଉ ଗୋଟେ ପ୍ରଶ୍ନର ଉତ୍ତର ଦିଅ। ଏହି ପାଣିପାଗ କେନ୍ଦ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ଗୁଡ଼ିକର ନାମ କହିଲ। ଆମେ ଅନେକ ଗୁଡ଼ିଏ ଯନ୍ତ୍ରପାତି ଦେଖିଲେ, କହିଲ ସେ ଭିତରୁ କେତେଟା ନାଁ କହିଲ। ବାଃ, ବହୁତ ସୁନ୍ଦର। ବାରୋମିଟର, ଆନିମୋମିଟର ଏବଂ ହାଇଗ୍ରୋମିଟର। ପିଲାମାନେ, ଆଜି ଆମେ କଣ ସବୁ ପଢିଲେ? ଆସ ଟିକେ ମନେ ପକାଇଦବା। ଆଜି ଆମେ ପାଣିପାଗ କେନ୍ଦ୍ର ବିଷୟରେ ପଢିଲେ। ପାଣିପାଗ କେନ୍ଦ୍ର କଣ ଏବଂ ଏହାର କାର୍ଯ୍ୟ ଗୁଡାକ ଦେଖିଲେ। ସେହି ପାଣିପାଗ କେନ୍ଦ୍ରରେ ଅନେକ ଗୁଡ଼ିଏ ଯନ୍ତ୍ରପାତିର ବ୍ୟବହାର କରାଯାଉଛି। ଆମେ ସେ ସବୁ ଯନ୍ତ୍ରପାତି ଗୁଡାକୁ ଜାଣିଲେ ଏବଂ ତାହାର କାର୍ଯ୍ୟ ଗୁଡାକ ମଧ୍ୟ ଦେଖିଲେ। ତାପରେ ଆମେ ପୂର୍ବାନୁମାନ ବିଷୟରେ ପଢିଲେ। ସେହି ଯନ୍ତ୍ରପାତି ସାହାଯ୍ୟରେ ଯେଉଁ ପୂର୍ବାନୁମାନ କରାଯାଉଛି ତା ବିଷୟରେ ଜ୍ଞାନ ପାଇଲେ। ପୂର୍ବାନୁମାନ କଣ ଏବଂ ଏହାର ଗୁରୁତ୍ୱ ବିଷୟରେ ମଧ୍ୟ ଜାଣିଲେ। ସେହି ପୂର୍ବାନୁମାନ ସମୟରେ ବ୍ୟବହାର ହେଉଥିବା ସେହି ଯନ୍ତ୍ରପାତି ଏବଂ ତାକୁ ନେଇ କିଛି ପ୍ରଣାଳୀକୁ ମଧ୍ୟ ଆଲୋଚନା କଲେ। ତାପରେ ଆମେ କିଛି ମୋବାଇଲ ଆପ୍ଲିକେସନ ବିଷୟରେ ଦେଖିଲେ, ଯେପରିକି ମେଘଦୂତ। ସେହି ଆପ୍ଲିକେସନ ଗୁଡାକର କାର୍ଯ୍ୟ ଏବଂ ତାର କିଛି ଫାଇଦା ବିଷୟରେ ଆମେ ମଧ୍ୟ ଜାଣିଲେ। ଆଶା କରୁଛି ତୁମେମାନେ ଏହି ସବୁ ଜିନିଷକୁ ବିସ୍ତୃତ ଭାବରେ ବୁଝିପାରିଥିବ ଏବଂ ମନେ ରଖିଥିବ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଆଉ କିଛି ନୂଆ ପାଠ ସହ ଫେରିବା। ସେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।